ये ହେଉଛି ସେହି ସୋସିଆଲ ମିଡ଼ିଆର କାହାଣୀ। ଯେତେବେଳେ ଏଠି ଅନେକ ଅଜଣା ଲୋକ ମଧ୍ୟ ଆସି ଆମ ସହ ବନ୍ଧୁତା ସ୍ଥାପନ କରିଥାନ୍ତି, ଯାହାଙ୍କ ସହ ମିଶି ଆମେ ଅନେକ ଖୁସି ଅନୁଭବ କରିଥାଉ। ପ୍ରକୃତରେ ସେହିମାନଙ୍କୁ ଆମେ ସ୍ୱଚକ୍ଷୁରେ ଦେଖିନଥାଉ ବା ଆମ ଜ୍ଞାତସାର ବାହାରେ ସେମାନେ, କିନ୍ତୁ ସେମାନେ ଆମ ସହ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଅତି ନିକଟତର ହୋଇଥାନ୍ତି। ସେଇଥିପାଇଁ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ଏକ ସ୍ୱତନ୍ତ୍ର ସ୍ଥାନର ପାହ୍ୟା ମିଳିଛି। ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏମିତି ଏକ ସ୍ଥାନ ଯାହାକୁ ଏକ ଛୋଟ ପିଲା ସହ ତୁଳନା କରେ ଭୁଲ ହେବ ନାହିଁ। ଯେମିତି ଗୋଟିଏ ଛୋଟ ପିଲାକୁ ଯେପରି ଗଢ଼ିବ ସେ ଠିକ୍ ସେପରି ହେବ। ଠିକ୍ ସେହିପରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଆପଣମାନେ ଯେପରି ବ୍ୟବହାର କରିବେ ବା ଯେପରି କାମ କରିବେ, ଠିକ୍ ସେହିପରି ସେ ଆପଣଙ୍କୁ ରେଜଲ୍ଟ ଦେଖାଇବ। ସେଇଥିପାଇଁ ଆପଣମାନଙ୍କୁ ମୋର ଏକ ଛୋଟିଆ ଅନୁରୋଧ ଯେ ଏହି ସୋସିଆଲ ମିଡ଼ିଆକୁ ସର୍ବଦା ଭଲ ଉଦ୍ଦେଶ୍ୟରେ ନିଅନ୍ତୁ, ନଚେତ୍ ଖରାପ ଉଦ୍ଦେଶ୍ୟରେ ତାକୁ ଗ୍ରହଣ କଲେ ସେ ତୁମକୁ ଏପରି ଏକ ସ୍ଥାନରେ ନେଇ ଠିଆ କରାଇଦେବ, ଯେତେବେଳେ ଆପଣ ପଛକୁ ବୁଲିକି ଚାହିଁବେ ତ ସେଠି ଆଉ ସିଏ କିଛି ବି ନଥିବ। ଆପଣ ସେତେବେଳେ ସମ୍ପୂର୍ଣ୍ଣ ଏକା ହେଇଯାଇଥିବେ। ଏହି ସୋସିଆଲ ମିଡ଼ିଆ ହୁଏତ କାହା ପାଇଁ କେଉଁ ରୂପ ନେଇପାରେ ମୁଁ ତ ଜାଣିନି, କିନ୍ତୁ ମୋ ପାଇଁ ଏଇଟା ଗୋଟେ ବହୁତ ଭଲ ଭାବେ କାମ କରୁଛି। ମୋ ପାଇଁ ଇଏ ବହୁତ ଭଲର ସାଥ ଦେଇଛି, ଯେଉଁଠି ସିଏ ମୋତେ ଗୋଟେ ସ୍ୱତନ୍ତ୍ର ପରିଚୟ ଦେଇଛି, ଗୋଟେ ସ୍ୱତନ୍ତ୍ର ଆଖ୍ୟା ଦେଇଛି, ଗୋଟେ ସ୍ୱତନ୍ତ୍ର ଭଲ ପାଇବା ମିଳୁଛି। ତ ଏଠି ମୁଁ ସୋସିଆଲ ମିଡ଼ିଆକୁ ଅନେକ ଅନେକ ଧନ୍ୟବାଦ ଦେଲେ ବି କେବେ ବି କମ୍ ହେବନି କି ଏ ସୋସିଆଲ ମିଡ଼ିଆ ଆଜି ମୋତେ ଗୋଟେ ସ୍ୱତନ୍ତ୍ର ପରିଚୟରେ ଆଣିକି ଠିଆ କରାଇଛି, ଯେଉଁଠି ଏହି ସୋସିଆଲ ମିଡ଼ିଆରେ ମୁଁ ଅନେକ ଲାଭ ବି ହେଇଛି, ଅନେକ ଖୁସି ବି ପାଇଛି। କିନ୍ତୁ ଅନେକଙ୍କ କ୍ଷେତ୍ରରେ ଏହା ଅନେକ ଅସୁବିଧାର କାରଣ ହୋଇଛି, କାହିଁକିନା ସେ ତାଙ୍କ ନିଜ ପାଇଁ ହିଁ ହୁଏ, ଯେଉଁଠି ସେମାନେ ଏହାକୁ ଗୋଟେ ଭୁଲ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି, ଗୋଟେ ଖରାପ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି। ତ ସେଇଠି ସେମାନଙ୍କୁ ଖରାପ ହିଁ ମିଳିଥାଏ, ଖରାପ ଉଦ୍ଦେଶ୍ୟର ଫଳ ମିଳିଥାଏ। ତ ଏହାକୁ ଯେପରି ବ୍ୟବହାର କରିବ ସେ ଆପଣଙ୍କୁ ସେଇ ବାଟରେ ନେଇକି ଠିଆ କରାଇଦେବ। ଆଉ ହଁ, ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ମୁଁ ମଧ୍ୟ ଅନେକ ବନ୍ଧୁ ପାଇଛି, ଅନେକ ସାଙ୍ଗ ପାଇଛି, ଅନେକ ଭଲ ଭଲ ମଣିଷଙ୍କ ସମ୍ପର୍କରେ ଆସିଛି, ଅନେକ ଭଲ ଭଲ ମଣିଷଙ୍କ ସହ ପରିଚିତ ହେଇ ନିଜକୁ ନିଜେ ଧନ୍ୟ ମନେ କରିଛି। ତ ମୁଁ ଏ ସୋସିଆଲ ମିଡ଼ିଆକୁ କେବେ ଖରାପ କହିପାରିବିନି, ସମ୍ପୂର୍ଣ୍ଣ ଭଲର ଆଖ୍ୟା ଦେଇପାରିବିନି, କାହିଁକିନା ଏଠି ଅନେକ ଲୋକ ଅନେକ ପ୍ରକାର ଗଲତ ରୂପରେ ଏହାକୁ ବ୍ୟବହାର କରୁଛନ୍ତି। ତ ସେମାନଙ୍କୁ ସର୍ବଦା ସଚେତନ ହେଇକି ରହିବାକୁ ପଡ଼ିବ। ତ ଏହା ହେଉଛି ଏକ ଅତି ସାଧାରଣ ଭାବରେ ବ୍ୟବହାର କରାଯାଉଥିବା, ମଣିଷ ଦ୍ୱାରା ପରିଚାଳିତ ହେଉଥିବା ଗୋଟେ ପ୍ଲାଟଫର୍ମ, ଯେଉଁଠି ଆପଣ ଯାହା କରିବେ ସେଇଟା ଆପଣଙ୍କ ପାଇଁ ହିଁ ଥିବ। ଆଉ ଏଠି ମୁଁ ଏଇ ଯେଉଁ ବ୍ୟକ୍ତିବିଶେଷଙ୍କର ଚିତ୍ର କରିଛି ତାଙ୍କୁ ମଧ୍ୟ ମୁଁ ଏଇ ସୋସିଆଲ ମିଡ଼ିଆରୁ ହିଁ ଜାଣିଛି। ତ ମୁଁ ଏହାକୁ କେବେ ଏଠି ଖରାପର ଆଖ୍ୟା ଦେଇପାରିବିନି, ସେଥିପାଇଁ ଇଏ ମୋ ପାଇଁ ଭଲ। ଆଉ ଆପଣ ଯେତେବେଳେ ବି ଏହାକୁ ବ୍ୟବହାର କରୁଛନ୍ତି ଅତି ସାବଧାନ ସହ ବ୍ୟବହାର କରନ୍ତୁ।